ସେନକୁ ଡକାଇ କହଇ ବଚନ ତୁ ହି ଦଣ୍ଡେ ମାତ୍ର ଜାଣ ଅଳସ ନ ହେବୁ ବନ୍ଦୀ ଘରେ ବେଢି କରି ନିର୍ବନ୍ଧେ ଜଗିବୁ ଦେବକୀର ଗର୍ଭବାସ 6 ମାସ ହୋଇଲା ଚଞ୍ଚଳ କୁଚଞ୍ଚଳ ମଣିବୁ ବୋଇଲା ସୂର୍ଯ୍ୟ ଅସ୍ତ ହେଲେ ଜଣେ କେଣିକି ନ ଯିବ ରାତ୍ରରେ ଯେ ଯାହାଠାରେ ଜଗି ରହିଥିବ ଯେବେ ଅନ୍ୟ ଜଣେ କେହି କରେ ଯାତାୟତ ସୁରେନ୍ଦ୍ର ହୋଇଲା ସୁଦ୍ଧା କରିବୁ ନିପାତ ମୁଣ୍ଡ କାଟି ପକାଇବୁ ନବର ଭିତରେ ତାହା ନ କଲେ ତ ମୁଣ୍ଡ କାଟିବି ନିର୍ଭରେ ଏମନ୍ତ ଆଜ୍ଞା ସେ ଦେଲେ କଂସାସୁର ବୀର ଯୋଦ୍ଧା ମାନଙ୍କୁ ସେ ଦେଲା ତାହାର ସଙ୍ଗର ଅହରାତ୍ର ବାଜୁଥାଇ ବୀର ବାଦ୍ୟମାନ ଜାମଳା ଘଣ୍ଟ ବାଜଇ ଅତି ଘନ ଘନ ଦେବ ବାକ୍ୟ ଦେବକୀଙ୍କ ଯାହା ସବୁ ଥିଲା କଂସ ଆଜ୍ଞା ଅନୁସାରେ ସେ ବାଦ୍ୟ ବାଜିଲା ରାତ୍ର ଦେବ ସେ ବିଶ୍ରାମ ଦଣ୍ଡେ ମାତ୍ର ନାହିଁ ଯେଦିନ ବନ୍ଧୁ ରଖିଲେ ଗର୍ଭ ମଧ୍ୟ ଯାହି ଏହା ଶୁଣି ପରୀକ୍ଷିତ ମୁନିଙ୍କୁ ବୋଇଲା ଏକଥାରେ ମତେ ବଡ ସନ୍ଦେହ ଲାଗିଲା ଦେବକୀ ଗର୍ଭରେ ଯେଉଁ 7 ପୁତ୍ର ହେଲା କୌଣସି ପୁତ୍ର ବଳେ ଏମନ୍ତ ନୋହିଲା ଦେବବାଦ୍ୟ 6 ମାସ ହୋଇଲା ବାଜଇ ରାତ୍ର ଦିବସ ଦଣ୍ଡ ହିଁ ବିଶ୍ରାମ ଯେ ନାହିଁ ଇନ୍ଦ୍ର ବାକ୍ୟ ଶୁକ ମୁନି ତାହାଙ୍କୁ କହିଲେ ଯେଉଁ ଦିନୁ କୃଷ୍ଣ ଜନ୍ମ ଗର୍ଭରେ ରହିଲା ସେଇ ଦିନୁ ବାଦ୍ୟମାନ ବାଜେ ଘନ ଘନ ବନ୍ଦୀ ଘରେ ସର୍ବ ଘେରି ଅଛନ୍ତି ବାଦନ ଦେବେ ଆନନ୍ଦରେ ସର୍ବେ ଘର ବେଢିଛନ୍ତି ଆତ୍ମା ଲୟ କରି ବ୍ରହ୍ମା ବେଦକୁ ପଢନ୍ତି ଏହିପରି ବନ୍ଦୀ କରି ରଖାଇଲା କଂସ ଶତ୍ରୁ କଥା ଭାଳୁ ଅଛି ବସି ଅହନିଶ ପୁଣ୍ୟବତୀ ଦେବକୀ ଯେ ଅଟଇଟି ଧନ୍ୟ ନହିଲେ ବନ୍ଦୀ ଘର ଟିକି ବାଜଇ ଘନ ଘନ ଯେଉଁ ଦିନ ଚରାଚର ସୃଷ୍ଟିର କରତା କେ କହିବ ତାହାଙ୍କର ଜନ୍ମ କାଳ କଥା ଶ୍ରୀ ଶୁକ ମୁନି କହନ୍ତି ପରୀକ୍ଷ ଅଗ୍ରତ ଶୁଣହୁ ରାଜାର ତୁମ୍ଭେ ଶ୍ରୀହରି ଚରିତ ଦେବକୀରେ ଗର୍ଭବାସ କଲେ ନାରାୟଣ ତ୍ରିଦଶ ଠାକୁର ଅଟନ୍ତି ତ ଜନାର୍ଦ୍ଦନ ସାର ବୈକୁଣ୍ଠକୁ ଆଉ ନିଳୟ ବୈକୁଣ୍ଠ ସୂକ୍ଷ୍ମ ବୈକୁଣ୍ଠ ସିଦ୍ଧପୁର ବୈକୁଣ୍ଠ ସୀମାନ୍ତ ବୈକୁଣ୍ଠ ଯେ ଅମର୍ତ୍ୟ ବୈକୁଣ୍ଠ ପାତାଳ ବୈକୁଣ୍ଠ ଯେ ଗୋଲକ ବୈକୁଣ୍ଠ ଏତେ ବୈକୁଣ୍ଠର ଯେ ଅଟେ ଅଧିପତି ସଚରାଚର ମହିରେ ଯାହାର ପୀରତି ପାତାଳେ ଲକ୍ଷ ଯୋଜନ ଆକାଶ ହିଁ ତାହା ଏତେ ଭବନ ମଧ୍ୟରେ ସେ ଅଟନ୍ତି ଯାହା ଚରାଚର ପୃଥିବୀରେ ଯେତେ ଜୀବ ଜନ୍ତୁ ସ୍ଥାବର ଜଙ୍ଗମାଦିରେ ସେ ଅଟନ୍ତି ହେତୁ ଏତେ ଜୀବ ଜନ୍ତୁଙ୍କର ଜୀବ ଯେଉଁ ହରି ନଥିଲେ କି ଜୀବ ଗଣ ପାରନ୍ତି ଉବୁରି ଚରାଚର ପୃଥିବୀରେ ପ୍ରଭୁ ଜନାର୍ଦ୍ଦନ ସେହି ହରି ଗର୍ଭେ ବାସ କରିଛନ୍ତି ଜାଣ ଏମନ୍ତ ମହିମା ପୁଣି ଅଟଇ ଯାହାର ତାହାଙ୍କୁ ଏ ବାଦ୍ୟ ଛାର କେତେକ ମାତର 33 କୋଟି ଦେବତା ପାଦେଛନ୍ତି ଖଟି ଯାହାଙ୍କ ଚରଣାଶ୍ରିତ ପୃଥି ନବ କୋଟି ସେ ହରି ଜନ୍ମ କାଳରେ ବାଦ୍ୟ ଘନ ଘନ ପାମର କଂସ କେମନ୍ତ ନ କଥା ଜାଣିନ ସଂସାର ମଧ୍ୟରେ ହରି କରିଛନ୍ତି ଭ୍ରମ ଏମନ୍ତ କରି ନ ଜାଣ ହରି ମାୟା ମାନ ଏହିପରି 7 ମାସ ସମ୍ପୂର୍ଣ୍ଣ ହୋଇଲା ବେଳୁ ବେଳ ଦେବକୀର ଶୋଭା ବୃଦ୍ଧି ହେଲା ଦିନେ ଦେବଙ୍କୁ ଯେ ଦେବକୀ କହଇ ଶପଥ ମାସ ହୋଇଲା ମୋରେ ଗର୍ଭେ
ବଡ଼ ଭାରା ଲାଗୁଅଛି ଏ ମୋର ଶରୀର। ବୁଦ୍ଧିମତୀ ସ୍ତ୍ରୀ ଜଣେ ନାହିଁ ମୋ ପାଖର, ବିଶେଷରେ ଶତଫଳ ନୀଳାୟ ପିନ୍ଧିଛି, ଗଳାରେ ଝଞ୍ଜିରା ଯୋଗେ କଷ୍ଟ ହେଉଅଛି। ଚଳାଚଳ ହେବାକୁ ତ ମୋର ଶକ୍ତି ନାହିଁ, କେମନ୍ତ ହୋଇ ପ୍ରସବ କରିବ ଇ ମୁହିଁ। କେ ମୋହର ଶରୀରରେ ଆସିଦେବ ହସ୍ତ, ଏହା ଶୁଣି ବସୁଦେବ ହୋଇଲେ ଆରତ। ହସ୍ତ ବୁଲାଇଲା ତହୁଁ ଦେବକୀ ଉଦରେ, ବନ୍ଧନ ପୀଡ଼ାରେ ବ୍ୟସ୍ତ ହେଉଛି ଶରୀର। ବସୁଦେବ ବୋଇଲା ଗୋ ଦଇବ କଷଣ, ନହେଲେ ବନ୍ଧନ କିମ୍ପା କରେ କଂସ ରାଣ। ବସୁଦେବ ବୋଇଲେ ଗୋ ଚିନ୍ତା ତୁ ନ କର, ମନେ ମନେ ଚିନ୍ତା କର ପ୍ରଭୁ ଦାମୋଦର। ସଙ୍କଟୁ କେତେ ଲୋକଙ୍କୁ ରଖିଛନ୍ତି ହରି, ମହା ସଙ୍କଟ ପଡ଼ିଲେ ପ୍ରଭୁ ତ ହେବେ ତୋରି। ଏହା ବୋଲି ବସୁଦେବ ତାହାଙ୍କୁ ବୋଇଲେ, ତେଣୁ କରି ଶ୍ରୀକୃଷ୍ଣଙ୍କୁ ସେ ମନରେ ଚିନ୍ତିଲେ। ଏହିପରି ଅଷ୍ଟମାସ ହୋଇଲା ସମ୍ପୂର୍ଣ୍ଣ, ଯୋନିରୁ ଜାତ ହୋଇଲେ ପ୍ରଭୁ ଜନାର୍ଦ୍ଦନ। ଏହା ଶୁଣି ପରୀକ୍ଷିତ ଶୁକଙ୍କୁ ପୁଛିଲେ, ଏଇଠାରେ ମୋତେ ବଡ଼ ସନ୍ଦେହ ଲାଗିଲା। ନିରାକାର ପୁରୁଷ ତ ଅଯୋନି ସମ୍ଭୂତା, କିମ୍ପାଇଁ ଯୋନିରୁ ସେଇ ହୋଇଲେ ଉତ୍ପୁତା। ଶୁକମୁନି କହନ୍ତି ତୁ ଶୁଣ ହୋ ରାଜନ, ଯୋନିଜାତ କଥା ମୁହିଁ କହୁଅଛି ପୁଣ। ଅନାଦି ଦୁର୍ଗା ଯେ କେତୁ କାକୁ ଜାତ କଲେ, ତାହାର ସକାଶେ ବିଷ୍ଣୁ ଜନମ ଲହିଲେ। ଅନାଦି ନାରାୟଣ ଯେ ତାହାକୁ ରମିଲେ, ମହିଷାସୁର ଦଇତ୍ୟ ଦେବେ ବିରୋଧିଲେ। ଦୁର୍ଗା ରୂପୀ କେତୁକା ଯେ ତାକୁ ନାଶ କଲା, ସେ ପାର୍ବତୀ ଈଶ୍ୱରଙ୍କୁ ଜନମ କରିଲା। ଯେଉଁ କେତୁକା ଈଶ୍ୱରେ କଲା ସେ ଜାତ, ତାହାର ସଙ୍ଗତେ ରତି କଲେ ଜଗନ୍ନାଥ। କପିଳାସ ପର୍ବତରେ ସୁଖେ ବିରହନ୍ତି, ନାନାବିଧ ଅତିରଙ୍ଗ ସେଠାରେ କରନ୍ତି। ବ୍ରହ୍ମା ବିଷ୍ଣୁ ଦୁଇ ଜଣ ସେଠାକୁ ହିଁ ଗଲେ, ଈଶ୍ୱରଙ୍କୁ ସହିତରେ ପାର୍ବତୀ ଦେଖିଲେ। ଅନାଦିନାଥ ବୋଇଲେ ଶୁଣ ଜଗନ୍ନାଥ, ଯେବଣ ଯୋନିରୁ ଜାତ ପୁତ୍ର କଲୁ ଜାତ, ସେ ପୁତ୍ରକୁ ଘେନିନ ରତିରଙ୍ଗ କଲୁ। ଜଗନ୍ନାଥ ହୋଇ ଅନ୍ୟାୟ ତୁ ଆଚରିଲୁ, ଧିକ ଯୋନି ଯୌବନ ତୋହର ଅଟଇ, ଜନ୍ମ କରି ରମିଲୁ ତୁ ଜ୍ଞାନ ଭ୍ରଷ୍ଟ ହୋଇ। ଶୁଣି କରି ପାର୍ବତୀ ଯେ ବୋଲନ୍ତି ବଚନ, ଯୋନି ନିନ୍ଦା କଲୁ ତୁହି କେବଳ କାରଣ। ପ୍ରକୃତ ମୋହର ସେହି ମୋତେ କଲା ବଣା, ଯୋନିରୁ ଜାତ ହୋଇଲୁ ନରକ ଭାବନା। ଶ୍ରୀହରି ବୋଇଲେ ମୋତେ ଦେଲୁ ଯେବେ ଶାପ, କେତେ ଜନ୍ମ ଯେତ ହେବି ବୋଲି ଜଗନ୍ନାଥ। ପାର୍ବତୀ ବୋଇଲେ ହେବୁ ତିନି ଜନ୍ମ ଜାତ, ଚାରି ଯୁଗରେ ଯେ ତୁମ୍ଭେ ହେବ ଆତ ଜାତ। ପରଶୁରାମ ଶ୍ରୀରାମଙ୍କୁ ଯେ କୃଷ୍ଣ ନାରାମ ଜାତ, ଏହିପରି ତିନି ଜନ୍ମ ହେବୁ ଜଗନ୍ନାଥ। ଶ୍ରୀହରି ବୋଇଲେ ପ୍ରତି ମାସ ସୂଚି ସ୍ନାନ, ମାସକେ 6 ଦିବସ ଅଶୁଦ୍ଧଟି ଜାଣ। ରୁଧିର ଫୁଟି କରି ତ ବିକଶିବ ଯହୁଁ, ପଦ୍ମ ବିକଶିତ ହେବ ଉଦରରେ ତେହୁଁ। 7 ଦିନ ଶୁଦ୍ଧ ହେବ ସେହି ଯୋନି ମାର୍ଗ, ତହିଁରେ ବୀର୍ଯ୍ୟ ତେଜିଲେ ହୁଏ ପୁତ୍ର ବର୍ଗ। ରୁଧିର ସ୍ନାନ ଥାଏ 6 ଦିନ ଯାଏ, ତହିଁ ମଧ୍ୟରେ ରତି କଲୁ ବହୁ ପାପ ହୁଏ। ପାର୍ବତୀ ବୋଇଲେ ତାକୁ ସହି ସେହି ନ ପାରି, ମାସକରେ ରଜବତୀ ହେଉଥିବେ ନାରୀ। ପ୍ରଥମେ ଦିନ ଛୁଇଁଲେ ରଜବତୀ ନାରୀ, ବ୍ରହ୍ମ ହତ୍ୟା ପାତକ ଯେ ହୋଇବ ତୋହରି। ଦ୍ୱିତୀୟ ଦିବସେ ଯିବେ
କରିବୁ ରମଣ ବାଳ ହତ୍ୟା ଦୋଷ ହେବ ଲଭିବୁଟି ପୁଣ ତୃତୀୟ ଦିବସେ ଯେବେ ରାମ ରଜ ନାରୀ ଗୋରୁ ହତ୍ୟା ଦୋଷ ହୁଏ ନିଶ୍ଚୟ ତ ହରି ଚତୁର୍ଥ ଦିବସେ ମାତୃ ହରଣ ତାହାର ଆୟୁଷ ତୁଟଇ ନିଶ୍ଚେ ସନ୍ଦେହ ନ କର ପଞ୍ଚମ ଦିନରେ ଯେହୁ ରାମ ରଜା ନାରୀ କଲା କର୍ମ ମାନ ସିନା ନଥାଏ ତାହାରି ଷଷ୍ଠ ଦିବସରେ ଯେବେ ସେ ନାରୀ ରମଇବ ଶରୀରରେ ରୋଗ ବୃଦ୍ଧି ଦୁର୍ବଳ ହୋଇବ ସପ୍ତମ ଦିବସେ ଯେବେ ରମିବ ସୁନ୍ଦରୀ ଯଶସ୍ୱୀ ଉପଜଇ ଧର୍ମେ ଅଧିକାରୀ କାଳେ ନ ଛାଡଇ ଯାକୁ ଦେବୀ ଯେ କମଳା ଲକ୍ଷଣବନ୍ତ ପୁରୁଷ ଜାଣେ ତାକୁ ବାଳା ସେହୁ କରେ 6 ଦିନରେ ରତିର ସରଙ୍ଗ ପାର୍ବତୀ ପାଖରେ ନିଶ୍ଚୟ ହୋଇବ ବିନାଶ ସପ୍ତମ ଦିବସେ ଯେବେ କରିବ ରମଣ ଆୟୁର୍ବୁଦ୍ଧି ରହିବ ତାର ହେବ ଦିନୁ ଦିନ ପାର୍ବତୀ ବିଷ୍ଣୁଙ୍କୁ ଯୋନି ଜନ୍ମ ସାପ ଦେଲେ ଆପଣା ନାରାୟଣ ଯେ ସାପକୁ ଘେନିଲେ ପ୍ରାକୃତିର ନାରାୟଣ ଯହୁଁ ଦୋଷ ଦେଲେ ପାର୍ବତୀ ସାପରେ କୃଷ୍ଣ ଜନ୍ମ ଲୋଭିଲେ ରାଜା ପୁଛିଲେ ଦେବକୀ ଯେଉଁ କୃତ୍ୟ କଲା ନାରାୟଣକୁ କେମନ୍ତ ଗର୍ଭେ ଠାବ ଦେଲା ଶୁକ ବୋଇଲେ ପରୀକ୍ଷ ଶୁଣ ସେହି କଥା ମନୋଯୋଗ କରି ଶୁଣ ପର୍ବ ଜନ୍ମ କଥା।